ନାଇଁ ଯେଉଁମାନେ ବଦନାମ କରୁଛନ୍ତି ତାଙ୍କୁ ତ ମୁଁ ନସିହତ ଦେବି ଯେ ସେଭଳି ନକରି ପ୍ରକୃତ ସମାଜ ସେବା କରନ୍ତୁ, ଯେଉଁଟା ଲୋକଙ୍କର କାମରେ ଆସିପାରିବ ଏବଂ ସେଥିରେ ଯଦି ସେମାନେ ନିଃସ୍ୱାର୍ଥପର ଭାବରେ ଏଇ କାମ କରୁଥିବେ ନିଶ୍ଚୟ ଭାବରେ ପ୍ରଶଂସନୀୟ ସବୁବେଳେ ହେଉଥିବେ। ଆଉ ଯେଉଁମାନେ ଏହାକୁ ବଦନାମ କରୁଛନ୍ତି ତାଙ୍କ ପାଇଁ ମେସେଜ ସେମାନେ ଏଥିରୁ ଓହରି ଯାଆନ୍ତି। ଓଡ଼ିଶା ସେବାରତ୍ନ ସମ୍ମାନ ଜୟଦେବ ଭବନ ଠାରେ ଆୟୋଜିତ ହେଇଛି। ପ୍ରାଇଡ୍ ଓଡ଼ିଶା ଏବଂ ଗ୍ଲାମର 77 ତାଙ୍କର ଉଦ୍ୟମରେ ଆଜି ଯେଉଁ ଓଡ଼ିଶା ସେବାରତ୍ନ ସମ୍ମାନ ଏଇଟା ଗୋଟେ ବହୁତ ବଡ଼ ପଦକ୍ଷେପ। ବିଭିନ୍ନ ସେକ୍ଟରରୁ ବିଭିନ୍ନ କାର୍ଯ୍ୟକ୍ରମ ଭଲ କାର୍ଯ୍ୟକ୍ରମ କରୁଥିବା ଲୋକମାନଙ୍କୁ ନେଇ ଯେଉଁ ସମ୍ମାନ ଆଜି ଦିଆଯାଇଛି ଏହା ଏକ ପ୍ରଶଂସନୀୟ। ଏଥିପାଇଁ ଯେଉଁ ଆମର ସଞ୍ଜୟ ମହାକୁଡ଼ ବଲିଉଡ ଆସୋସିଏସନର ସେକ୍ରେଟାରୀ ସେ ଆସି ଏଠି ଭୁବନେଶ୍ୱରରେ ଏତେ ବଡ଼ ଆୟୋଜନ କରି ସମ୍ମାନ ଦେଇଛନ୍ତି ଏବଂ ମୋତେ ମଧ୍ୟ ଯେଉଁ ସମ୍ମାନ ଦିଆଯାଇଛି ସମାଜ ସେବା ପାଇଁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଆଉ ଏଇଭଳି ମୁଁ ଆପଣମାନଙ୍କ ମାଧ୍ୟମରେ ମେସେଜ ଦେବି ଯେ ସମସ୍ତେ କିଛି ନା କିଛି ସମାଜର ସେବା କରନ୍ତୁ। ଆମେ ସମାଜକୁ ଆସିଛନ୍ତି, ୱି ସୁଡ୍ ଗିଭ୍ ବ୍ୟାକ୍। ଆମେମାନେ ସମାଜର ପ୍ରତିଷ୍ଠାରେ ଯୋଗଦାନ କରିବା ନିତାନ୍ତ ଆବଶ୍ୟକ। ନାଇଁ ଯେଉଁମାନେ ବଦନାମ କରୁଛନ୍ତି ତାଙ୍କୁ ତ ମୁଁ ନସିହତ ଦେବି ଯେ ସେଭଳି ନକରି ପ୍ରକୃତ ସମାଜ ସେବା କରନ୍ତୁ, ଯେଉଁଟା ଲୋକଙ୍କର କାମରେ ଆସିପାରିବ ଏବଂ ସେଥିରେ ଯଦି ସେମାନେ ନିଃସ୍ୱାର୍ଥପର ଭାବରେ ଏଇ କାମ କରୁଥିବେ ନିଶ୍ଚୟ ଭାବରେ ପ୍ରଶଂସନୀୟ ସବୁବେଳେ ହେଉଥିବେ। ଆଉ ଯେଉଁମାନେ ଏହାକୁ ବଦନାମ କରୁଛନ୍ତି ତାଙ୍କ ପାଇଁ ମେସେଜ ସେମାନେ ଏଥିରୁ ଓହରି ଯାଆନ୍ତି।